ସକାଳୁ ସକାଳୁ ଏମିତି ନିରାଶ ହେବି ବୋଲି କେବେ ବି ଭାବିନଥିଲି। ତ ଭିଡ଼ିଓଟା ଶେଷ ଯାଏ ଦେଖନ୍ତୁ, ବୁଝିପାରିବେ। ତ ସକାଳୁ ଜଣେ ନନା ଆଣି ଦେଇ ଯାଇଥିଲେ ବହୁତ ସାରା ସଜନା ପତ୍ର। ଆଉ ଦେଖିପାରୁଥିବେ ତା ଭିତରେ ମୁଁ ଆଉ ଦେଖିନଥିଲି ଛୋଟ ଛୋଟ ପୋକ ଗୁଡ଼ାକ ଲାଗିଛନ୍ତି ବୋଧେ। ତ ବହୁତ କଷ୍ଟ ଲାଗିଲା। ସେ ଶାଗ ଗୁଡ଼ାକ ପ୍ରଥମେ ଦେଖି ତ ଲୋଭ ଲାଗିଯାଇଥିଲା, ଆଉ ମୁଁ ବାଛିବା ପାଇଁ ବସି ଯାଇଥିଲି। କିନ୍ତୁ ଏଇଟା ଲାଷ୍ଟରେ ଦେଖିକି ବହୁତ କଷ୍ଟ ଲାଗିଲା। ତାପରେ କ'ଣ କରିବି, ଖାଇ ତ ପାରିବୁନୁ ଆଉ। ତ ମୁଁ କ'ଣ କଲି ନା, ସେ ସଜନା ପତ୍ରକୁ ନେଇଗଲି ଆଉ ଆମ ହିରୋଇନ୍କୁ ଦେଇଦେଲି। ସିଏ ତାଙ୍କର ଖାଇଦେଲେ ସେ ସଜନା ପତ୍ର। ଆଉ ମୋତେ ତ ବହୁତ କଷ୍ଟ ଲାଗିଲା। ଏତେ ଆଶା କରିଥିଲି, ତ ପୁରା ମାନେ ସବୁ କିଛି ବେକାର ହେଇଗଲା। ତ ଛାଡ଼ନ୍ତୁ, ନାହିଁ ଖାଇବାରେ ତ ଆଉ କ'ଣ କରିବା, କିଛି ନାହିଁ। ମନ ଦୁଃଖ କଲେ ବି କିଛି ହେବନି। ତ ତାପରେ ମୁଁ କ'ଣ କଲି ନା, ଏଠି ଟିକେ ଫୁଟଣ ଫୁଟେଇ ଦେଇ ଲଙ୍କା ଗୋଟେ ଛିଣ୍ଡେଇ ଦେଇଥିଲି। ଆଉ ତା ସହିତ 2ଟା ପିଆଜ କାଟିକି ମୁଁ ତାକୁ ଜାରିଦେଲି। ଆଉ ତା ସହିତ ଟିକେ ଲୁଣ ଆଡ଼୍ କରିଦେଲି। ତ ମୁଁ କ'ଣ କରିଥିଲି ନା, ଗୋଟେ ଆଳୁ କିଛିଟା ଆଉ ତା ସହିତ ଟମାଟୋ ଗୋଟେ, ତାକୁ କ'ଣ କରିଥିଲି ନା ମୁଁ ସିଝେଇ ଦେଇଥିଲି। ମୁଁ ଭାବିଥିଲି କି ସେ ସଜନା ପତ୍ରଟା ଶାଗ କରିବା ପାଇଁ, କିନ୍ତୁ ଏଇଟା ହେଲାନି ଯେହେତୁ, ତ ମୁଁ ବାଧ୍ୟ ହୋଇକି ଆଳୁ ଟମାଟୋ ସିଝେଇ ଦେଇଥିଲି। ଆଉ ତାକୁ ଚକୁଡ଼ିକି ବି ରଖିଦେଇଥିଲି। ଆଉ ପିଆଜ ଭଲସେ ଜରିଗଲା ପରେ ମୁଁ ସେ ଆଳୁ ଟମାଟୋକୁ ପକେଇଦେଲି ତା ଭିତରେ। ଆଉ ତାକୁ ଟିକେ ଭଲସେ ମୁଁ ଜାରିଦେଲି, ଯେମିତିକି ମିଶିଯିବ ଭଲସେ। ତ ସବୁକିଛି ମିଶେଇ ମାଶେଇ ଭର୍ତ୍ତା ଆମର ଛୁଙ୍କ କରିଦେଲି, ରେଡ଼ି ହେଇଗଲା। ତାପରେ କ'ଣ କଲି ନା, ପଖାଳ କଂସାଏ ବାଢ଼ି ଦେଲି, ଭାଇ ଖାଇବ। ତ ତା ସହିତ ଗରମା ଗରମ ଭର୍ତ୍ତା ବି ଆମର ରେଡ଼ି ହେଇଗଲା।